ମୁଁ ତ ଏଇ ହୋଟେଲ ବହୁତ ଥର ଆସିଛି କିନ୍ତୁ ଏଇ ଯୋଉ ବାହାରେ ବର୍ତ୍ତମାନ ଯୋଉ ତାଙ୍କର ସ୍ପେଶାଲ ଆଇଟମ କରି ଗୋଟେ ଷ୍ଟାର୍ଟ କରିଛନ୍ତି ସେଇଟା ବହୁତ ଇଣ୍ଟରେଷ୍ଟିଂ ହେଇଛି। ଆଉ ସେଠି ଯାହା ବି ଆଇଟମ ସର୍ଭ କରୁଛନ୍ତି ବହୁତ ବଢିଆ ଆଇଟମ ହେଇଛି, ଟେଷ୍ଟି। କଣ ଖାଇଲେ ସାର୍? ମୁଁ ବମ୍ବେ ପାଓ ଭାଜି ଖାଇଲି, ସ୍ପେଶାଲ ଭେଜ ହୋଟେଲ, ଆଉ ତାର ସର୍ଭିସ ମଧ୍ୟ ବହୁତ ବେଟର। ବାଇ ହୋଟେଲରେ ଆପଣ ଖାଇଥିବେ, ଏଇ ହୋଟେଲର ନିଆରା ଟେଷ୍ଟ ନାଇଁ ନା ସେମିତି? ଆର ଟିକେ ମାନେ କ୍ୱାଲିଟି ଅଲଗା, ହାଇଜେନିକ୍ କେତେ ଥିଲା? ହାଇଜେନିକ ହାଇଜେନ ନିଟ୍ ଆଣ୍ଡ କ୍ଲିନ୍, ଆଉ ତାଙ୍କର ଯୋଉ ସର୍ଭିସ ମଧ୍ୟ ବେଟର। ରେଟିଂ ଉପରେ ବି ଆପଣ ରେଟିଂ ଖାଇବି କେତେ ଦେବେ ଆପଣ? 5 ରୁ 5 ଦେବି। ସ୍ପେଶାଲ ଆଇଟମ ଆଜି ବମ୍ବେ ପାଓ ଭାଜି ଖାଇଲି, ଭଲ ଟେଷ୍ଟି ହେଇଥିଲା। ସାର୍ ଏଇଟା ଆପଣଙ୍କର ପ୍ରଥମ ଆସିବ ନା ଆଗରୁ ନାଇଁ ମୁଁ ଆମେ ଅନ୍ୟ ଜାଗାରେ ଆସିକି ଭିତରେ ଖାଇଥିଲୁ, କିନ୍ତୁ ସେମାନେ ଯୋଉ ବର୍ତ୍ତମାନ ସ୍ପେଶାଲ ଗୋଟେ କରିଛନ୍ତି ବାହାରେ, ଆ, ବାହାରେ ଖାଇବା ତାର ମଜା ଟିକେ ଅଲଗା। ଆଜି ଜଣେ ଆସିଛନ୍ତି, ଫ୍ୟାମିଲି ନେଇକି ଆସିବେ? ହଁ ୱିଥ୍ ଫ୍ୟାମିଲି ମୁଁ ଆସିଛି। ପ୍ରାଇସ୍ ମଧ୍ୟ ରିଜନେବଲ। ବାହାର ହୋଟେଲ ଅପେକ୍ଷା ଏଇ ହୋଟେଲରେ ପ୍ରାଇସ୍ ଜେନୁଇନ୍ ନା ଟିକେ ନାଇଁ ଅଧିକ ବାହାରେ ରହୁଛି? ନାଇଁ ଟିକେ ଜେନୁଇନ୍ ଅଛି, ଜେନୁଇନ୍ ସେମିତି କିଛି ଏକ୍ସେପ୍ସନ୍ ନାହିଁ, ଆଉ ସର୍ଭିସ୍ ଅନୁସାରେ ଠିକ୍ ଅଛି। ହାଇଜେନିକ୍ ଫୁଡ୍ ପୁରା ଅଛି। ଫୁଡ୍ ହାଇଜେନିକ୍ ମଧ୍ୟ ଅଛି। କଣ କହିବେ ଆପଣ ଖାଇଲେ ଆଜି ଭଲ ଲାଗିଲା? ମାନଙ୍କୁ କଣ କହିବେ ଯୋଉମାନେ ଭେଜିଟେରିଆନ ମାନେ କଣ କହିବେ? ମୁଁ ଭେଜିଟେରିଆନ କହିବି ଯେ ଯୋଉଠି ପରିଷ୍କାର ପରିଚ୍ଛନ୍ନ ଆଉ ଭଲ ସର୍ଭିସ୍, ସେ ଜାଗାକୁ ସମସ୍ତେ ଆସିକି ମାନେ ଏନ୍ଜୟ କରିବା ନିହାତି ଦରକାର। ଗୋଟେ ଆମେ ଆଗରୁ ଏମିତି କିଛି ଆଗରୁ ହେଇନଥିଲା, ଆମେ କିଛି ଆଜି ନୂଆ କରିବାକୁ କିଛି ଚେଷ୍ଟା କରିଛୁ। ଆଉ ଯେହେତୁ ଆମର ଲାଇଭ୍ କାଉଣ୍ଟର ଦେଖିବାକୁ ଲାଗିଛି, ପାଓ ଭାଜି ହେଇଗଲା, ମଟର କୁଲଚା, ତାପରେ ବଡ଼ା ପାଓ, ତାପରେ ଆମର ହେଇଗଲା କୁଲ୍ହାଡ଼ ଚାଟ୍, ଏମାନେ କିଛି ଷ୍ଟ୍ରିଟ୍ ଫୁଡର ଆନନ୍ଦ ଦେବାକୁ ଆମେ ଗେଷ୍ଟଙ୍କୁ ଗୋଟେ ପ୍ରୟାସ କରିଛୁ। କୋଉଠି କାମ କରୁଥିଲେ? ଆଗରୁ ମୁଁ ବାଙ୍ଗାଲୋରରେ କାମ କରିଥିଲି, ମୁମ୍ବାଇରେ ବି କାମ କରିଛି, ତାପରେ କୋଲକାତାରେ ବି କାମ କରିଛି। ନେକ୍ସଟ ଏବେ କଣ କଣ ଆଇଟମ ଜାଣିଛନ୍ତି ଆପଣ? ମୋର ବେସ୍ ଇଣ୍ଡିଆନ୍ କୁଇଜିନ୍। ଏବେ ବର୍ତ୍ତମାନ ମୁଁ ଅଲ୍ କ୍ୟୁଜିନ୍ରେ କାମ କରୁଛି, ଯେମିତି ଚାଇନିଜ, କଣ୍ଟିନେଣ୍ଟାଲ, ସାଉଥ ଇଣ୍ଡିଆନ୍, ଅଲ୍ କ୍ୟୁଜିନ୍ରେ ମୁଁ ସବୁ। ପିଓର ଭେଜ ରହୁଛି ନା ଏଇଟା ଆମର ପିଓର ଭେଜ ରେଷ୍ଟୁରାଣ୍ଟ। କଣ ସବୁ ଆଇଟମ ଅଛି ଆପଣ କହିବେ? ଆମର ରେଗୁଲାର ସବୁ ଯେମିତି ଆମର ସବୁ ପ୍ରକାର ଖାଇବା ହେଇପାରୁଛି, ଯେମିତି ଇଣ୍ଡିଆନ୍, ଚାଇନିଜ, କଣ୍ଟିନେଣ୍ଟାଲ, ପିଓର ଭେଜ। ସ୍ନାକ୍ସ ଉପରେ ଚଟପଟା ହେଇଗଲା, କୁଲ୍ହାଡ଼ ଚାଟ୍ ହେଇଗଲା, ପାଓ ଭାଜି, ବଡ଼ା ପାଓ, ତାପରେ ଆଉ ବହୁତ ପ୍ରକାର ସ୍ନାକ୍ସ ବି ଅଛି ମେନୁରେ, ଯୋଉଟା ଆପଣ ମେନୁ ଦେଖିଲେ ଜାଣିପାରିବେ। କଣ କହିବେ? ହାଇଜିନ୍ ପ୍ରପର ହାଇଜିନ୍ ମେଣ୍ଟେନ୍ ଆମର ହଉଛି, ମୁଁ ଦେଖିପାରୁଛି ପୁରା କି। ଆପଣ ତ ସେଫ୍, ଆପଣ ତିଆରି କରନ୍ତି, ହଁ ଆପଣ ହଉଛନ୍ତି ମୁଖ୍ୟ ଲୋକ, ହଁ। ତ ଆପଣ ହାଇଜେନିକ୍ ପାଇଁ ଆପଣ କଣ କଣ ବ୍ୟବହାର କରନ୍ତି ନିଜ ପାଇଁ? ଆମର ମେନ୍ ତ ହାଇଜିନ୍ ହେଲା ଆମର କିଚେନ୍ ନିଟ୍ ଆଣ୍ଡ କ୍ଲିନ୍ ସଦାବେଳେ, ୟୁନିଫର୍ମ ବି କ୍ଲିନ୍, ପ୍ରପର ହାଇଜେନିକ୍, ଯେମିତି ଖାଇବାରେ କିଛି ହେୟାର ନ ପଡୁ, କିଛି ନ ପଡୁ, ତା ପାଇଁ ଆମେ ଟ୍ୟାପ୍ ବି ୟୁଜ୍ କରୁଛନ୍ତି। ପ୍ରପର ସେଭିଂ, ପ୍ରପର କ୍ଲିନ୍, ନିଟ୍ ଆଣ୍ଡ କ୍ଲିନ୍, ସମସ୍ତେ ଆମର ଷ୍ଟାଫ୍ ବି ନିଟ୍ ଆଣ୍ଡ କ୍ଲିନ୍ ସବୁ ରହୁଛନ୍ତି। ଲୋକମାନେ ସବୁବେଳେ ଚାହାନ୍ତି ଯେ ହାଇଜେନିକ୍ ସହିତ ଫୁଡର କ୍ୱାଲିଟି ଥାଉ, ସେ କ୍ୱାଲିଟି ଆପଣ ମେଣ୍ଟେନ୍ କରନ୍ତି? ସିଓର, ଫୁଡ୍ କ୍ୱାଲିଟି ଆମର ଆସୁନି କେବେ ଜାଣିପାରିବେ, ଫୁଡ୍ କ୍ୱାଲିଟି ଆମର ବହୁତ ଭଲ ରହୁଛି। ଭୁବନେଶ୍ୱରରେ ବହୁତ ସାରା ହୋଟେଲ ଅଛି, ଆପଣ ହୋଟେଲକୁ ଲୋକ କାହିଁ ପ୍ରିଫର କରିବାକୁ ଚାହୁଁଛନ୍ତି? ଆପଣଙ୍କର କଣ ଏକ୍ସଟ୍ରା କଣ ଅଛି ଆପଣଙ୍କର ହୋଟେଲରେ, କଣ ମିଳୁଛି? ଆମର ହୋଟେଲରେ ସାର୍ ଏବେ ତ ଆମେ ବର୍ତ୍ତମାନ ଅନହେଲ୍ଦି ଇଏରେ ନନଭେଜ ଲୋକ ଏତେ ବି ଇଏ କରୁନାହାନ୍ତି, ବର୍ତ୍ତମାନ ବହୁତ ଭେଜ ଆଡକୁ ଇଏ ଯାଉଛନ୍ତି। ଆମର ରେଷ୍ଟୁରାଣ୍ଟ ହେଲା ପିଓର ଭେଜ, ଯୋଉଟା ଆମେ ଲେସ୍ ଅଏଲ, ଲେସ୍ ମସଲା, ମାନେ ଲେସ୍ ମାନେ ଆମେ ହେଲ୍ଦି ସ୍ୱାତିକ ଫୁଡ ବି ଦଉଛୁ। ହେଲେ ଆମେ ଚାହୁଁଛୁ ଗେଷ୍ଟ ଆସନ୍ତୁ, ଟେଷ୍ଟ କରନ୍ତୁ, ତାପରେ ଜାଣିପାରିବେ। ପୂଜା ବଜାର ଚାଲିଛି, ଗହଳି ରହିବ, ଖାଇବା ପାଇଁ ଲୋକ ରାଜଧାନୀରେ ବହୁତ, ଆମେ ସେମାନଙ୍କୁ କଣ କହିବେ? ରାଜଧାନୀର ଲୋକମାନଙ୍କୁ କଣ କହିବେ? ଆସନ୍ତୁ, ଖାଆନ୍ତୁ, ଜାଣନ୍ତୁ, ତାପରେ କେମିତି କଣ ଆମର ପୂଜା ପାଇଁ ତ ପୁରା ପ୍ରିପେୟାର ରହିଛୁ, ଗେଷ୍ଟ ମାନଙ୍କୁ କେମିତି ହ୍ୟାଣ୍ଡେଲ କରିବୁ, ଠିକରେ ଖାଇବାକୁ କେମିତି ଦେଇପାରିବୁ, କେମିତି ସର୍ଭିସ ଟିକେ ଦେଇପାରିବୁ, ଆମେ ସବୁ ପ୍ରିପେୟାର ରହିଛୁ। ଆସନ୍ତୁ, ପୂଜା ବଜାର ଗହଳି ପାଇଁ ଆପଣ ପୁରା ପ୍ରିପାରେସନ ଅଛନ୍ତି? ପୁରା ପ୍ରିପେୟାର ଅଛୁ ଆମେ, କେମିତି ଗେଷ୍ଟଙ୍କୁ ଭଲ ସର୍ଭିସ ଦେଇପାରିବୁ, ଠିକ ଭଲ ଖାଇବା, ହାଇଜେନିକ ଖାଇବା ଦେଇପାରିବୁ, ପୁରା ପ୍ରିପେୟାର ଅଛୁ। ଧନ୍ୟବାଦ। ଆନନ୍ଦ ଦାସ, ମୁଁ ଡେନ୍ସର ମ୍ୟାନେଜର ଅଛି। କଣ କହିବେ? ମ୍ୟାନେଜରର ପ୍ରାୟତଃ ମୁଖ୍ୟ କାମ ହେଲା ସେ ଲୋକମାନଙ୍କୁ ଭଲ ଟ୍ରିଟ୍ କରିବ ଏବଂ ହୋଟେଲ କେମିତି ଚାଲା ସିଏ ଦେଖିବେ। ଆପଣ କଣ କରନ୍ତି ହୋଟେଲ କାମ? ସାର୍ ମୁଁ ମୋ ଟିମ୍ କି ନେଇ ପ୍ରିପେୟାର ଅଛି, ଯୋଉଟା କି ଲାଇଭ୍ କାଉଣ୍ଟର ହେଇଛି ଆମର। ଆମେ ଟ୍ରାଏ କରୁଛୁ କି ନାହିଁ ବେଷ୍ଟ କରିବା ପାଇଁ, ବେଷ୍ଟ ବି କରିଛୁ। ଆପଣ ବି ଆସି ଟ୍ରାଏ କରି ଦେଖିପାରିବେ କି ଆମର ଫୁଡ୍ କ୍ୱାଲିଟି କ'ଣ ଅଛି, ହାଇଜେନିକ୍ କେତେ ମେଣ୍ଟେନ୍ ଅଛି, ସେଇଟା ଆପଣ ଯିଏ ଆସିଲେ ପରେ ଦେଖିପାରିବେ। ଗୋଟେ ଥର ଟ୍ରାଏଲ୍ କଲେ ଠିକ୍ ଜାଣିପାରିବେ। ଏଠି ବଡ଼ା ପାଉ ଅଛି, ପାଓ ଭାଜି ଅଛି, ଅମୃତସରୀ କୁଲଚା ଅଛି, କୁଲ୍ହଡ଼ ଚାଟ୍ ଅଛି, ଏସବୁ ଜିନିଷ ଅଛି।
ବେଶୀ ବଡ଼ ମେନୁ ନାହିଁ ବଟ୍ ଯେତିକି ବି ଅଛି ବହୁତ ଭଲ ଅଛି ଆପଣ ଆସି ଟ୍ରାଏ କରିପାରିବେ। ରାଜଧାନୀରେ ଲୋକ ଖାଇବା ପାଇଁ ପାଗଳ ଏବଂ ଖୋଜି ଖୋଜି ହୋଟେଲକୁ ଯାଆନ୍ତି ଯୋଉଟା ହାଇଜେନିକ ଭଲ ଥିବ ଏବଂ ଖାଇବା ଭଲ ମିଳୁଥିବ। ଖାଇବା ପାଗଳ ରାଜଧାନୀ ବାସୀ। ଆପଣ ସେମାନଙ୍କ ପାଇଁ କଣ କଣ ଖାଇବା ରଖୁଛନ୍ତି? ସାର୍ ମୁଁ ଗୋଟେ ଏକ୍ଜାମ୍ପଲ ଦେବି କି ଆପଣ ଯଦି ହାଇଦ୍ରାବାଦୀ ବିରିୟାନୀ ଖାଇବା ପାଇଁ ଚାହୁଁଛନ୍ତି ତ ହାଇଦ୍ରାବାଦ ଯାଉନାହାନ୍ତି, ସେଟା ଭୁବନେଶ୍ୱରରେ ହିଁ ମିଳୁଛି, ବହୁତ ସାରା ରେଷ୍ଟୁରାଣ୍ଟ ମିଳୁଛି। ତ ଆପଣ ଯଦି ଅମୃତସରୀ କୁଲଚା ଖାଇବା ପାଇଁ ଚାହୁଁଛନ୍ତି ତ ଆମ ଗୋଟେ ବ୍ରାଣ୍ଡକୁ ଚୁଜ୍ କରିବାକୁ ପଡ଼ିବ। ଆପଣଙ୍କର ହୋଟେଲର ମାନେ ମୁଖ୍ୟ ଖାଇବା କଣ? ମାନେ ଗୋଟେ ଆଇ କେଚିଂ ଯେମିତି ସବୁ ହୋଟେଲରେ ସବୁ ଜିନିଷ ମିଳେ, ଆପଣଙ୍କର ଭଲ ଲାଗେ ସ୍ପେସିଆଲ କଣ? ସ୍ପେଶିଆଲି ଆମେ ଏଇଟା ବନେଇଛୁ କେବଳ ଲାଇଫ୍ ଟାଉନ୍ ଯୋଉଟା ହେଇଛି ସେଟା ବଡ଼ା ପାଉ ହିଁ ମିଳିଯିବ। ଆଉ ଭୁବନେଶ୍ୱର କଷ୍ଟମର୍ସ ମାନଙ୍କୁ କଣ କହିବେ ଆପଣ? ଭୁବନେଶ୍ୱର କଷ୍ଟମର ମାନଙ୍କୁ କହିବି କି ଆପଣ ପ୍ଲିଜ୍ ଆସି ଟ୍ରାଏ କରନ୍ତୁ ଆଉ ଦେଖନ୍ତୁ ନିଜେ ସ୍ପେଶାଲ କଣ ସ୍ପେଶାଲ ଅଛି ଏଇଟା ଆମେ ଟ୍ରାଏ କରୁଛୁ କି ଦୁର୍ଗା ପୂଜା ପର୍ଯ୍ୟନ୍ତ କରିବୁ। ସେ ସମୟ 17 ତାରିଖ ଲାଷ୍ଟ ରହୁଛି, 14 ତାରିଖ। ଏଇଟା ଆମର ଲାଇଭ୍ ରହିବ 4ଟାରୁ 11ଟା ପର୍ଯ୍ୟନ୍ତ।